ଏଇ ନୂଆ ତରକାରୀ ଦେଖିଲା ମାତ୍ରେ ବନେଇବା ପାଇଁ ଇଚ୍ଛା ହେବ। ଆଉ ଥରେ ଖାଇଲେ ବନ୍ଧାକୋବି ସରିବା ପର୍ଯ୍ୟନ୍ତ ଏମିତି ବନେଇବା ପାଇଁ ପସନ୍ଦ କରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ଜୟ ଜଗନ୍ନାଥ, ମୁଁ ସସ୍ମିତା। ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଗ୍ୟାସ୍ ଉପରେ କଢ଼େଇ ଗରମ କରି 2 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଆପଣଙ୍କ ହିସାବରେ କମ୍ ବେଶୀ କରି ଦେଇପାରିବେ। ତେଲ ଗରମ ହୋଇଯିବା ପରେ ଗୋଟେ ଗୁଜୁରାତି, ଗୋଟେ ବଡ଼ ଅଳେଇଚ, 3ଟି ଲବଙ୍ଗ, ଛୋଟ ଖଣ୍ଡେ ଡାଲଚିନି, ଅଧା ଛୋଟ ଚାମଚ ଜିରା ଦେବା। ତା ସହିତ ଗୋଟେ ତେଜପତ୍ର। ଗରମ ମସଲା ତେଲରେ ଫୁଟିଯିବା ପରେ 2-3 ପିଞ୍ଚ ହିଙ୍ଗୁ ଦେବା। ଯେହେତୁ ବନ୍ଧାକୋବି, ମସୁର ଡାଲି ସବୁ ଗ୍ୟାସ୍ କରେ, ଅଳ୍ପ ହିଙ୍ଗୁ ଦେଲେ ତରକାରୀ ବହୁତ ଜଲ୍ଦି ହଜମ ହୋଇଯିବ। ହିଙ୍ଗୁ ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ସେପଟେ ତରକାରୀ ପାଇଁ ମସଲା ବନେଇବା। ମସଲା ପାଇଁ ଏଇଠି ମୁଁ ନେଇଛି 10ରୁ 12ଟି ରସୁଣ, 1 ଇଞ୍ଚର ଅଦା, ରାଗ ପାଇଁ 2ଟି କଞ୍ଚା ଲଙ୍କା, ତା ସହିତ ଗୋଟେ ବଡ଼ ସାଇଜର ଦେଶୀ ଟମାଟୋ, ଗୋଟେ ଛୋଟ ଚାମଚ କଞ୍ଚା ଧନିଆ, ଅଧା ଛୋଟ ଚାମଚ କଞ୍ଚା ଜିରା, ତା ସହିତ ଦେବା ବେଶ କିଛି ଧନିଆ ପତ୍ର ନାଡ଼। ପ୍ରକୃତରେ ଧନିଆ ପତ୍ର ଅପେକ୍ଷା ନାଡ଼ରେ ବେଶୀ ଫ୍ଲେଭର ଥାଏ ଆଉ ମସଲାରେ ବାଟିକି ଦେଲେ ତରକାରୀର ଟେଷ୍ଟ ପୁରା ଅଲଗା ଆସେ। 2-3 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ସେପଟେ ଚାଲନ୍ତୁ ପିଆଜକୁ ଚେକ୍ କରିବା। ପିଆଜ ହାଲକା ଲାଲ କଲର ହେଇ ଆସିଲାଣି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଭରିକି କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା, କେବଳ ତରକାରୀରେ ଭଲ କଲର ପାଇଁ। ତେଲ ପିଆଜରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଦେଇ ଭାଜିଲେ ତରକାରୀରେ ବହୁତ ବଢ଼ିଆ କଲର ଆସେ। କିନ୍ତୁ ଧ୍ୟାନ ରଖିବେ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡକୁ ତେଲରେ ଜମା ପୋଡ଼ିବେ ନାହିଁ। ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଭାଜିଯିବା ପରେ ବାଟି ରଖିଥିବା ମସଲାକୁ ଦେବା। ଗ୍ରାଇଣ୍ଡର ଜାର୍ ଧୋଇ 4-5 ଚାମଚ ପାଣି ଦେବା। ମସଲାକୁ ଟିକେ ଗୋଳେଇ ନେବା। ଏବେ କେବଳ ମସଲା ପାଇଁ ଆମେ ଅଳ୍ପ ଲୁଣ ଦେବା। ବନ୍ଧାକୋବି ପାଇଁ ପରେ ଲୁଣ ଦେବା। ଗୋଟେ ଛୋଟ ଚାମଚ କସୁରୀ ମେଥି ପତ୍ର ଦେବା। ତରକାରୀର ଟେଷ୍ଟ ବଢ଼ାଇବା ପାଇଁ ଯଦି ଆପଣଙ୍କ ପାଖରେ ଗ୍ରୀନ୍ ମଟର ଥିବ 2-3 ଚାମଚ ଦେଇପାରିବେ। ମସଲାରେ ଦେଲେ ଗୋଟେ ସମୟରେ 2ଟି କାମ ହେବ। ମସଲା ବି କଷିଯିବ, ଗ୍ରୀନ୍ ମଟର ବି ସିଝିଯିବ। ଏବେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି 5ରୁ 6 ମିନିଟ୍ କଭର କରି ମସଲାକୁ କଷିବା। ସେଇ ଭିତରେ ଚାଲନ୍ତୁ ଦେଖିବା ତରକାରୀ ପାଇଁ କ'ଣ କ'ଣ ଦରକାର। ଏଇଠି ମୁଁ ନେଇଛି 300 ଗ୍ରାମର ବନ୍ଧାକୋବି। ପ୍ରଥମେ ମଝିରୁ 2 ଫାଳ କରି କାଟି ନେବା। ତାପରେ ଗୋଟେ ସରୁ କରୋଣା ନେଇ ଆମେ ବନ୍ଧାକୋବିକୁ କରିବା। ଯଦି ସରୁ କରୋଣା ନଥିବ, ମୋଟା କରୋଣାରେ ବି କରି ନେଇପାରିବେ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବୁ ବନ୍ଧାକୋବିକୁ ଆମେ କରିନେଲେ। ଏବେ ବନ୍ଧାକୋବିରେ ଅଧା ଛୋଟ ଚାମଚ ଲୁଣ ଦେଇ ଗୋଳେଇବା। ଗୋଳେଇ ସାରିବା ପରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ବନ୍ଧାକୋବିକୁ ରେଷ୍ଟ କରିବା ପାଇଁ ଛାଡ଼ିବା। ଯାହାଦ୍ୱାରା ବନ୍ଧାକୋବିରେ ଯାହା ବି ଏକ୍ସଟ୍ରା ପାଣି ଅଛି ସବୁ ପାଣି ବାହାରିଯିବ। 2-3 ମିନିଟ୍ ପରେ ଏଇଠି ଆମେ ବନ୍ଧାକୋବିକୁ ଚିପୁଡ଼ି ନେବା। ଦେଖନ୍ତୁ ବନ୍ଧାକୋବିରୁ କେତେ ସାରା ପାଣି ବାହାରି ଯାଉଛି। ପୁରା ଦମ୍ ଲଗେଇ ଚିପୁଡ଼ିବେ, ଜମା ବେଶୀ ପାଣି ରଖିବେ ନାହିଁ। ଦେଖନ୍ତୁ କେତେ ସାରା ପାଣି ବାହାରିଗଲା। ଏଇ ପାଣିକୁ ଆପଣମାନେ ନ ଫୋପାଡ଼ି ଅଟା ଚକଟିବା ସମୟରେ ବ୍ୟବହାର କରିପାରିବେ। ପରଟା ଖାଇବା ପାଇଁ ଭଲ ଲାଗିବ। ବନ୍ଧାକୋବିକୁ ସାଇଡ଼ରେ ରଖିବା। ବନ୍ଧାକୋବି ସହିତ ଆଜି ଆମକୁ ଦରକାର ମସୁର ଡାଲି। ଏଇଠି ମୁଁ 100 ଗ୍ରାମର ମସୁର ଡାଲି ନେଇଛି। ଏଇ ଡାଲିକୁ 2ରୁ 3 ଘଣ୍ଟା ହେଲା ପାଣିରେ ବତୁରେଇ ଦେଇଥିଲି। ଦେଖନ୍ତୁ ଡାଲି ଭଲ ଭାବରେ ବତୁରି ଯାଇଛି। ଏବେ ଡାଲିରେ ଥିବା ସବୁ ପାଣିକୁ ବାହାର କରି ଆମେ ଗ୍ରାଇଣ୍ଡର ଜାର୍ରେ ଦେବା। ତା ସହିତ ଅଧା ଛୋଟ ଚାମଚ ଜିରା ଦେବା, 4-5ଟି ରସୁଣ, ଅଧା ଇଞ୍ଚର ଅଦା, ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେବା। ତା ସହିତ ବେଶ କିଛି ଧନିଆ ପତ୍ର ନାଡ଼ ସହିତ ଦେବା। ତାପରେ କେବଳ 1ରୁ 2 ଚାମଚ ପାଣି ଦେଇ ଡାଲିକୁ ଚିକଣ କରି ବାଟି ଆଣିବା। ଧ୍ୟାନ ରଖିବେ, ଡାଲି ବାଟିବା ସମୟରେ ଜମା ବେଶୀ ପାଣି ଦେବେ ନାହିଁ। ଡାଲି ବଟାକୁ ବେଶୀ ପାଣି କରିବେ ନାହିଁ, ନହେଲେ ତରକାରୀ ବନେଇବା ପାଇଁ ଅସୁବିଧା ହେବ। ଡାଲି ବଟାକୁ ନେଇ ରଖିଥିବା ବନ୍ଧାକୋବି ସହିତ ଦେବା। ତାପରେ ସବୁ ଜିନିଷକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା, ଭଲ କଲର ପାଇଁ ଅଳ୍ପ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ରାଗ ପାଇଁ ଆମେ କଞ୍ଚା ଲଙ୍କା ବାଟି ନେଇଛୁ। ବାକି କିଛି ବି ଗୁଣ୍ଡ ମସଲା ଦେବା ଦରକାର ନାହିଁ। ସବୁ ଜିନିଷ ଆମେ ଡାଲି ସହିତ ବାଟି ନେଇଛୁ। କେବଳ ଗୋଟେ ଛୋଟ ଚାମଚ କସୁରୀ ମେଥି ପତ୍ର ଦେବା। ଭଲ ଟେଷ୍ଟ ପାଇଁ ଗୋଟେ ଛୋଟ ଚାମଚ ବେସନ ଦେବା। ପ୍ରଥମରୁ ବେସନ ଅଧିକ ଦେବେ ନାହିଁ, ଗୋଟେ ଛୋଟ ଚାମଚ ଦେଇଥିବେ। ପରେ ଯଦି ଦରକାର ପଡ଼ିବ ଦେଖିକି ଦେବେ। ତାପରେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିବା ପରେ ହାତରେ ଧରିଲେ ଦେଖନ୍ତୁ ବରା ସେପ୍ରେ ହେଇଯାଉଛି। ମିକ୍ସଚରକୁ ଏତିକି ବହଳିଆ ରଖିବେ। ଗୋଳେଇବା ସମୟରେ ମିକ୍ସଚର ଯଦି ବେଶୀ ପାଣି ହେଇଯିବ, ଅଳ୍ପ ବେସନ ବି ଗୋଳେଇ ପାରିବେ। ଆପଣ ଚାହିଁଲେ ଗୋଲ ବନେଇ ପାରିବେ, ନହେଲେ ଏମିତି ଓଭାଲ ସେପ୍ରେ ବନେଇ ପାରିବେ, ନହେଲେ ବରା ସେପ୍ରେ ବନେଇ ପାରିବେ।
ସେପଟେ ଚାଲନ୍ତୁ ମସଲାକୁ ଚେକ୍ କରିବା। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଯାଇଛି। ଏମିତି ତେଲ ଆସିବା ପର୍ଯ୍ୟନ୍ତ ମସଲାକୁ ଭଲ ଭାବରେ କଷି ନେବେ। ମସଲା କଷିଯିବା ପରେ ଯଦି ତରକାରୀରେ ଆଳୁ ପସନ୍ଦ କରୁଥିବେ ଯେତିକି ଆଳୁ ଦରକାର ମସଲାରେ ଦେଇପାରିବେ। ଏଠି ମୁଁ ଗୋଟେ ସିଝା ଆଳୁ ଦେଇଛି। ଯଦି ଆପଣମାନେ କଞ୍ଚା ଆଳୁ ଦେବେ ମସଲା କଷିବା ପୂର୍ବରୁ ପ୍ରଥମେ ତେଲରେ ଆଳୁକୁ ଭାଜିଦେବେ, ତାପରେ ମସଲା ସହିତ এই ଷ୍ଟେଜରେ ଭଲ ଭାବରେ କଷି ନେବେ। କିନ୍ତୁ ସିଝା ଆଳୁ ଦେଲେ ତରକାରୀ ଖୁବ୍ କମ୍ ସମୟରେ ହେଇଯିବ। ଆଳୁ ମସଲା ସହିତ କଷିଯିବା ପରେ ତରକାରୀରେ ଝୋଳ ପାଇଁ ଆମେ ବେଶ କିଛି ପାଣି ଦେବା। ଗରମ ପାଣି ଦେବେ, ଜମା ଥଣ୍ଡା ପାଣି ଦେବେ ନାହିଁ। ପାଣି ଦେବା ପରେ ଗ୍ୟାସର ଫ୍ଲେମ୍ ହାଇ ରଖିବା। ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଥରେ ଫୁଟି ଆସିଲେ ଗ୍ୟାସର ଫ୍ଲେମ୍ ଲୋ ମିଡିୟମ୍ ରଖି 5-7 ମିନିଟ୍ କଭର କରି ଝୋଳକୁ ଫୁଟିବା ପାଇଁ ଛାଡ଼ିବା। ସେପଟେ ଆଉ ଗୋଟେ କଢ଼େଇରେ ମିଡିୟମ୍ ହାଇ ଫ୍ଲେମ୍ରେ ବେଶ କିଛି ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ବନେଇ ରଖିଥିବା ବନ୍ଧାକୋବି ଡାଲିର ବରାଗୁଡ଼ିକୁ ଦେବା। ତାପରେ ଗ୍ୟାସର ଫ୍ଲେମ୍ ଲୋ ମିଡିୟମ୍ ରଖି ତଳପଟକୁ 2 ମିନିଟ୍ ପର୍ଯ୍ୟନ୍ତ ଟିକେ ଛାଣିବା ପାଇଁ ଛାଡ଼ିବା। ଉପର ଅଂଶ ଏମିତି ଶୁଖିଲା ହେଇଯିବା ପରେ ଆମେ ବରାଗୁଡ଼ିକୁ ତଳପଟକୁ ଓଲଟାଇବା। ଦେଖନ୍ତୁ ବରାର ତଳପଟ ଟିକେ ଲାଲ କଲର ହେଇ ଆସିଲାଣି। ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଲୋ ମିଡିୟମ୍ ଫ୍ଲେମ୍ରେ ବରାଗୁଡ଼ିକୁ ଏପଟ ସେପଟ କରି ପୁରା ଲାଲ କଲର ହେଲା ପର୍ଯ୍ୟନ୍ତ ଛାଣିବା। ବନ୍ଧାକୋବି ଡାଲି ସବୁ କଞ୍ଚା ଅଛି। ବରା ଭିତରେ ଯଦି କଞ୍ଚା ରହିଯିବ ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ଲୋ ମିଡିୟମ୍ ଫ୍ଲେମ୍ରେ ଏପଟ ସେପଟ କରି ବରାଗୁଡ଼ିକୁ ଚାରିପଟରୁ ପୁରା ଲାଲ କଲର ହେଲା ପର୍ଯ୍ୟନ୍ତ ଛାଣିବା। ଦେଖନ୍ତୁ ବରାଗୁଡ଼ିକ ତେଲରେ ଜମା ବି ଫାଟି ନାହିଁ କିମ୍ବା ଖୋଲି ନାହିଁ। ତାମାନେ 300 ଗ୍ରାମ ବନ୍ଧାକୋବି ପାଇଁ 100 ଗ୍ରାମର ଡାଲି ପୁରା ସଠିକ୍ ଭାଗ ମାପ। ସେମ୍ ପ୍ରୋସେସ୍ରେ ସବୁ ବରାଗୁଡ଼ିକୁ ଛାଣି ନେବା। ଏଇଠି ଦେଖନ୍ତୁ ସବୁ ବରାଗୁଡ଼ିକୁ ଆମେ ଛାଣି ନେଲେ। ବରା ଦେଖନ୍ତୁ କେତେ ନରମ ଆଉ କଅଁଳିଆ ହେଇଛି। ବରା ଏମିତି ନରମ ରହିଲେ ତରକାରୀରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଝୋଳରେ ପଡ଼ିଲା ପରେ ପାଟିରେ ଦେଲା ମାତ୍ରେ ମିଳେଇଯିବ। ସେପଟେ ଚାଲନ୍ତୁ ତରକାରୀକୁ ଚେକ୍ କରିବା। 5-7 ମିନିଟ୍ ଲୋ ମିଡିୟମ୍ ଫ୍ଲେମ୍ରେ ଝୋଳ ଫୁଟିବା ପରେ ଏଠି ଦେଖନ୍ତୁ ଝୋଳ ଟିକେ ବହଳିଆ ହେଇଯାଇଛି। ଝୋଳ ଏତିକି ବହଳିଆ ଥିବ ଆମେ ଛାଣି ନେଇଥିବା ବରାଗୁଡ଼ିକୁ ଦେବା। କାହିଁକି ନା ବରା ଦେବା ପରେ ବରା ଟିକେ ଝୋଳ ଶକ୍ କରିବ। ଶେଷରେ ଭଲ ବାସ୍ନା ଭଲ ଟେଷ୍ଟ ପାଇଁ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ଆଉ କିଛି ଗୁଣ୍ଡ ମସଲା ଦେବା ଦରକାର ନାହିଁ। ଏବେ ଗ୍ୟାସର ଫ୍ଲେମ୍ ଲୋ ମିଡିୟମ୍ ରଖି କେବଳ 3-4 ମିନିଟ୍ କଭର କରିବା, ଯାହାଦ୍ୱାରା ବରା ଝୋଳରେ ଭଲ ଭାବରେ ମିଶି ପାରିବ। 3-4 ମିନିଟ୍ ପରେ ଏଇଠି ଆମ ତରକାରୀ ପୁରା ରେଡ଼ି ହେଇଯାଇଛି। ଝୋଳ ଏତିକି ବହଳିଆ ରଖିବେ। ତରକାରୀ ଥଣ୍ଡା ହେଲା ପରେ ଝୋଳ ଆଉ ଟିକେ କମିଯିବ। ଏଠି ଦେଖନ୍ତୁ ଆମ ତରକାରୀ କେତେ ଡେଲିସିୟସ୍ ଦେଖାଯାଉଛି। ଏବେ ଆମ ରେଡ଼ି ହେଇଗଲା ନୂଆ ଶୈଳୀରେ ତିଆରି ମସୁର ଡାଲି ଦିଆ ବନ୍ଧାକୋବି ବରା ତରକାରୀ। ଆପଣମାନେ ନିହାତି ଥରେ ଏଇ ନୂଆ ତରକାରୀ ବନାନ୍ତୁ ଆଉ କେମିତି ଲାଗିଲା ନିଶ୍ଚୟ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।